प्रथमे गोमाता जन्म हेले तो मनीष हाथे माड़ खाई बंधा होई कहीं रहिले। एक नंबर। दुई नंबर ने लिखले गो सती माहेजीर केते ठानी डेढ़ ससुर के छीला जानी जानी। क्या बात रे इंडिया। तेन के आमर देचन अशोक बनरे सीता माता को खाद्य वस्त्र किए देथिले से कथा कही देव भले। हाल आजिकार शुभ रजनी आपण मानक मनोरंजन सकाशी छुटी आसी माँ आद्य शक्ति जगज्जननी माँ बेंचारेन सांस्कृतिक कला अनुष्ठान चिन्नागुड़ा ग्राम तरफरु मंचासीन हेउथिबा महान पौराणिक दंड नृत्य राधा कृष्ण प्रथमा भेद उक्त नाटक मनमुग्ध होई आमर जेन की पूर्ण आज्ञा कलार सम्मान रक्षा करी 50-50-100 टंका मेडाल स्वरूप प्रदान करिछन। माँ जगज्जननी लक्ष्मी ठाकुराणी तांको गृह रे सदा सर्वदा विराजमान करी थांतु। बोल आनंद सागर एक बार हरि बोल। बोल ग्राम मंगल एक बार हरि बोल। बोल भारत माता की अगस्त 15 की। प्रिंट आउट निकले करे आनी छन को प्रिंट आउट बाहर करी कंप्यूटर रो आनी छन मुई पारे पढ़ती मगे पढ़वा के बेले मन कीटा पढ़ला बीटा धरा गो श्री हरि आजा जहां लखियो छ तुम्हें आजा ता पढ़ु अछु आंबे आजा हरि हे भूलो थिले क्षमा देबो आजा राइट ले क्या करबा एटा जगी छन प्यार करबा लागी पहले फटाफट पढ़ा। प्रथमे गोमाता जन्म हेले तो मनीष हाथे माड़ खाई बंधा होई कहीं रहिले। एक नंबर। दुई नंबर ने लिखले गो सती माहेजीर केते ठानी डेढ़ ससुर के छीला जानी जानी। क्या बात रे इंडिया। तेन के आमर देचन अशोक बनरे सीता माता को खाद्य वस्त्र किए देथिले से कथा कही देव भले। कहबा जे समय सीधी राधा माता करी देव एही रो व्यवस्था को प्रश्न पड़े छ हमर पूर्ण आज्ञा गोटी गोटे कही देव मध्य रे सीना कहू अछन आखरी लाट के एटा श्याम बंधु एटा होचे तीनटा चिठी अछि एटा तीनटा एखा रामायण भितर कथा। प्रथमे गोमाता जन्म हेले तो गोमाता के समस्त मानबार कथा किंतु मनीष माने ताके काहेला जे बांधी के रखिथि केउ कारण रे मनीष तांको बांधी के रखिथि। सुन सुन रे मोर ननंदे त्रेतया जुग कथा सुन सुन रे मोर ननंदे त्रेतया जुग कथा पितृ सत्य पाली राम देख नहेले दशरथ राजा देख हेला देहांत पिंड दान पाई से भाई देख हेले आरत
ଯେତେବେଳେ ପିତୃ ସତ୍ୟ ପାଳନ କରି କରି ରାମଚନ୍ଦ୍ର 14 ବର୍ଷ ବନବାସ ଗଲେ ବନବାସୀ ହେଲେ ଗो ତ ବନବାସ ଯେତେବେଳେ ରାମଚନ୍ଦ୍ର ଯାଇଛନ୍ ଦଶରଥ ରାଜାଙ୍କର ମୃତ୍ୟୁ ହେଇଗଲା ମୃତ୍ୟୁ ହେଲା ପରେ ଯେତେବେଳେ ରାମଚନ୍ଦ୍ର ଜାଣି ପାଇଲେ ବାପାଙ୍କର ପିଣ୍ଡଦାନ କରିବା ପାଇଁ ପଞ୍ଚବଟୀ ବନରେ ପିଣ୍ଡଦାନ କରିବା ପାଇଁ ସେମାନେ ଅନ୍ୟ ରାଜ୍ୟକୁ ପୂଜା ସାମଗ୍ରୀ ଆଣି ଯାଇଥିଲେ ଏଟା କେନ୍ ଜାଗାରେ ପିଣ୍ଡ ଦାନ କରୁଥିଲେ ଫାଲ୍ଗୁ ନଦୀ କୂଳରେ ଯାଇକରି ସେ ନଦୀ କୂଳରେ ପିଣ୍ଡଦାନ ହଁ କରୁଥିଲେ ହଁ ତ ଯେତେବେଳେ ରାମ ଲକ୍ଷ୍ମଣ ଦୁଇ ଭାଇ ପିଣ୍ଡଦାନ କରିବା ପାଇଁ ପୂଜା ସାମଗ୍ରୀ ଆଣିବା ପାଇଁ ଯାଇଛନ୍ତି ହଁ ହଁ ତ ଇଆଡେ ବ୍ରାହ୍ମଣ କେ ଡାକି ଦେଇଛନ୍ ଆଉ ବ୍ରାହ୍ମଣ କହିଲେ ଯେ ହଁ ତ ଶୁଭ ମୁହୂର୍ତ୍ତ ଟା ବିତି ଯାଉଛି ହଁ ଆଉ ଜଲ୍ଦି ଯଦି ପୂଜା କର୍ମା ଯେତେ ଜଲ୍ଦି କରିପାରମା ତମର ବାପାଙ୍କର ସେତେ ମଙ୍ଗଳ ହେବା ଶାନ୍ତି ହେବେ ତାଙ୍କର ଆତ୍ମାଟା ବୋଇଲେ ହଇଗ ତ ଇଆଡେ ଯେତେବେଳେ ବିଳମ୍ବ ହେଇଯାଉଛି ହଁ ହଁ ସୀତା ମାତା କାଣା କଲେ କାଣା କଲେ ସୀତା ମାତା ଯେନ୍ ଅଧା ପୂଜା ସାମଗ୍ରୀ ଥିଲା ହଁ 5 ଜଣକେ ସାକ୍ଷୀ ରଖିକରି ହଁ ସେମାନେ ପିଣ୍ଡଦାନ କଲେ କଲେ ଗ ଆଗ 5 ଜଣ ସାକ୍ଷୀ ରଖିନ ସେହି ମାତା ଜାନକୀ ପିଣ୍ଡଦାନ କଲେ ଶୁଣ ହେ ଶୁଣ ମୋର ରାମ ଲକ୍ଷ୍ମଣ ଯାଇଛନ୍ତି ପୂଜା ସାମଗ୍ରୀ ଆଣିବା ପାଇଁ ତ ବିଳମ୍ବିତ ଔଛରକେ ଦେଖିକରି ସୀତା ମାତା 5 ଜଣକେ ସାକ୍ଷୀ ରଖିଲେ ହଇଗ କାହା କାହା କି 1 ନମ୍ବର ହେଲେ ଗୋମାତା ଗୋମାତା 2 ନମ୍ବର ହେଲେ ଫାଲ୍ଗୁ ନଦୀ फाल्गुनी नदी 3 ନମ୍ବର ହେଲେ ତୁଳସୀ ମାତା तुलसी माता ଆଉ 4 ନମ୍ବରରେ ହେଲେ ବଟ ବୃକ୍ଷ हाँ ଆଉ 5 ନମ୍ବର ହେଲେ ଗୋଟେ କାକ ପକ୍ଷୀ काक ତ ତମେ 5 ଜଣ ସାକ୍ଷୀ ଥାଅ हाँ ଆଉ ମୁଇ ମୋର ଶ୍ୱଶୁରଙ୍କର ପିଣ୍ଡ ଦାନଟା ଆରମ୍ଭ କରସି हाँ ग ରାମ ଲକ୍ଷ୍ମଣ ତ ସାମାନ ଆଣି ଯାଇଛନ୍ ଗଳାରେ ଡାଇରେକ୍ଟ ପ୍ୟାଣ୍ଟ ବେଲ ଗୁଲା ସବୁ ଉଠେଇ କରି ହଁ ତ ରାମଚନ୍ଦ୍ର ଯେତେବେଳେ ଫାଲ୍ଗୁ ନଦୀକେ ପହଞ୍ଚି ଯାଇଛ हाँ ସୀତା ମାତା ଇଆଡେ ପିଣ୍ଡ ଦାନଟା ସରି ଯାଇଛି सरे देले ग ତ ସୀତା ମାତାଙ୍କର ପିଣ୍ଡ ଦାନକେ ଦେଖିକରି ହଁ। ରାମଚନ୍ଦ୍ର କ୍ରୋଧ ହେଇଗଲେ हाँ ମୁଇ ନେଇ ଆସିବାର ଆଗରୁ ତମେ ମୋର ବାପାର ପିଣ୍ଡ ଦାନ ତମେ କେନ୍ତା କଲ होय ग ତ ସୀତା ମାତା କହିଲେ ଯେ ମୁଇ 5ଟା ଜଣକେ ସାକ୍ଷୀ ରଖିଛେ हाँ ଯଦି ପଚରାବାର ଅଛି ପଚରା ପାଞ୍ଚ ଲୋକ ସାକ୍ଷୀ ଅଛନ୍ତି ତ ସର୍ବପ୍ରଥମେ हाँ ଗୋମାତା କେ ପଚରାଲେ काना ତ पचराली ଗୋମାତା ରାମଚନ୍ଦ୍ରଙ୍କର କ୍ରୋଧକେ ଦେଖିକରି ଅସତ୍ୟ କଥା କହିଥିଲେ हाँ ମୁଇ ତ କିଛି ନେଇ ଜାଣେ ବୋଇଲେ होय ग ଗୋମାତା ଅସତ୍ୟ କଥା କହିଲେ ଫାଲ୍ଗୁ ନଦୀ ବି ଅସତ୍ୟ କଥା कहले କହିଥିଲେ ग କାକ ମଧ୍ୟ ଅସତ୍ୟ କଥା କହିଥିଲେ कहले ଏବଂ हाँ ତୁଳସୀ ମାତା ମଧ୍ୟ ଅସତ୍ୟ କଥା କହିଥିଲେ कहले ग ତ ଗୋମାତା କେ ସୀତା ମାତା କ୍ରୋଧ ହେଇକରି ଅଭିଶାପ ଦେଲେ काय बोली ଇହାଦେ ମୋର ବିପଦ କାରଣରେ ତମେ ଅସତ୍ୟ କଥା କହିଲ हाँ ତମେ ପହଲା ଜନ୍ମ ସିନା ହେଇଛ ହଇ ଗ। ସର୍ବପ୍ରଥମେ ଗୋମାତା ହିଁ ଜନ୍ମ हेले ग କିନ୍ତୁ ତମକୁ ତମର ସବୁ ଜିନିଷ କେ କଳି ଯୁଗରେ ପୂଜା କରିବେ हाँ କିନ୍ତୁ ତମର ଯେନ୍ ଜଣେ ଅସତ୍ୟ କଥା କହିଛ ତମର ମୁଁ ବାଟ ମୁଁ ଅପବିତ୍ର ହେଇଯିବା हाँ हाँ ତମର ପଜାଡର ଜିନିଷ କାମ ଦେବା ବେଲେ ଗୋମାତାଙ୍କର ଗୋବର ଗୋମୂତ୍ର ସବୁ କାମ ଦେସି देसी ग କିନ୍ତୁ ଗୋମାତା କେ ମାନ୍ୟତା ବି କରସନ୍ ହଁ। କିନ୍ତୁ କଳି ଯୁଗରେ ତାଙ୍କୁ ବାନ୍ଧିକି ରଖିଥିସନ୍ ରଖିଥିସନ୍। ଆଉ ସମସ୍ତଙ୍କର ଝୁଟା ଖାଇସନ୍ ବେଲେ ମଣିଷଙ୍କର ଅଁଠା ମଧ୍ୟ ଗୋମାତା ଖାଇସନ୍ ହଁ, ହଁ। ସୀତା ମାତାଙ୍କର ଅଭିଶାପ୍ୟ କାରଣ ଆଜକାଲ ତ ଟାଉନ କେ ଗୋମା କାଗଜ ପତ୍ର କେ ଝାଡୁ ତାପରେ 2 ନମ୍ବରରେ ତୁଳସୀ ମାତାକେ ଅଭିଶାପ୍ୟ ଦେଲେ ସୀତା काय बोली ମୋର ବିପତ୍ର କାରଣରେ ତମେ ମଧ୍ୟ ମୋତେ ଅସତ୍ୟ କଥା କହିଲ हाँ हाँ ଆଜି ଠାରୁ ଗୟାରେ ତମର ପୂଜା ନେଇ ହୁଏ ନାଇଁ ହୁଏ। ଗୟାକେ ଯିବା ବେଲେ ତୁଳସୀ ବୃକ୍ଷ ଦେଖବାକୁ ନେଇ ତମେ ନେଇ ରହି ପାର ନେଇ ତମର ରହିପାର। ଜାଗା ନେଇ ନା ୟୁ ଗो 3 ନମ୍ବରରେ କାକକେ ଅଭିଶାପ୍ୟ ଦେଲେ काय बोली ଯେତେବେଳେ ତୁଇ ମରବୁ ଅକାଳ ମୃତ୍ୟୁ ତୋର ମରଣ हाँ 3 ନମ୍ବରରେ କାକକେ ଅଭିଶାପ୍ୟ ଦେଲେ हाँ हाँ 4 ନମ୍ବରରେ କିଏ କାହା କାହାକୁ କହିଥିଲେ ଫାଲ୍ଗୁ ନଦୀକୁ ଅଭିଶାପ୍ୟ ଦେଲେ हाँ ଫାଲ୍ଗୁ ନଦୀ ନାମ ମାତ୍ର କେତେ ନଦୀ ହେଇଥିବ होय ग ତୋର ନଦୀରେ ଟିକେ ବି ପାଣି ନେଇ ରହେ ପାରେ ଯେତେବେଳେ କୋକଣଲେ ତ ପେନ୍ ବା ତ ଫାଲ୍ଗୁ ନଦୀ ଇ ଅଭିଶାପ୍ୟ ପାଇଲା ପରେ ହଁ। ରାମଚନ୍ଦ୍ରଙ୍କ ତାଙ୍କର ଚରଣାଗତରେ ପ୍ରଣିପାତ କଲା ହଁ। ଏଡେ ବଡ ନଦୀ ହେଇକରି ଯଦି ପାଣି ନେଇ ବୋହିବା ବୋଇଲେ ମୋର ମୁକ୍ତି ନେଇ ନ ପ୍ରଭୁ ତ ରାମଚନ୍ଦ୍ର କହିଲେ ଯିଏ ଯଦି ତୋର ତାଙ୍କର ପୁରୁଷର ପିଣ୍ଡକେ ଆଣିକରି ବିସର୍ଜନ କରିବେ हाँ हाँ ପୂଜା ବିଧି କରିବେ ତୋର ମୁକ୍ତି ହେବା ତ ଯିଏ ସେଥିପାଇଁ ଆମେ ମରି ହଜି ଗଲେ
आमे गंगा गया किनी करी हमर बापांकर विसर्जन करस हमर अस्थि तापरे 5 नंबर आशीर्वाद कले बट वृक्ष के बट वृक्ष को जणे लोक ही सत्य कथा कहितला तांकु लंबा आयुष आशीर्वाद करथिले सेतिर पई बट वृक्ष कली जुग रे बुढ़ा ही गले भी नहीं मरे बने तार आयुष बहुत तो तेणु कर सीता माता अभिशाप के कारण से गो माता के कली जुग रे समस्ते बांधी कर रखसन आमर बाकेल ग्रामर खुशी प्रधान सम्मान रक्षा कर माला सहित किछि टंका प्रदान करिछन तांकर दुख जाई सुख प्राप्त हो बोला आनंदे सागर कबार हरिबो तापरे आउ गोटे प्रश्न हला काय प्रश्न